ଇକ୍ୱାଇସି ର ଷ୍ଟାଟସ୍ ହଉଛି ଟୋଟାଲ ବେନିଫିସିଆରି ହଉଛି 3,35,05,70। ତା ଭିତରୁ 2,54,59,886 କମ୍ପ୍ଲିଟ୍ ହେଇସାରିଛି ଇକ୍ୱାଇସି। ବର୍ତ୍ତମାନ ବାହାର ରାଜ୍ୟରେ ଇକ୍ୱାଇସି ମଧ୍ୟ 1,30,026 ଜଣଙ୍କର ବାହାର ରାଜ୍ୟର ଯେଉଁମାନେ କାମ କରୁଛନ୍ତି ଓଡ଼ିଆ ଲୋକ ତାଙ୍କର ବି ଇକ୍ୱାଇସି ସରିଲାଣି। ବର୍ତ୍ତମାନ ପରସେଣ୍ଟେଜ ଅଫ୍ ଇକ୍ୱାଇସି ଦେଖିଲା ବେଳକୁ 88% ଇକ୍ୱାଇସି ସରିଗଲା। ତ ବର୍ତ୍ତମାନ ପେଣ୍ଡିଂ ଅଛି 40,40,684 ଜଣ। କିନ୍ତୁ ବର୍ତ୍ତମାନ ସମୟ ରହିଲା ଆଉ ମାତ୍ର 3 ଦିନ ବା 4 ଦିନ। ତ ତାରି ଭିତରେ ମୁଁ ଭାବୁଛି ଅନ୍ୟମାନେ କରିନେବେ। ଆଉ ଯଦି ପୁଣି କିଛି ତା ଭିତରେ ଲୋକମାନଙ୍କର ଆସେ କମ୍ପ୍ଲେନ୍ ଯେ ଆମେ କରିପାରିଲୁନି ବୋଲି, ତା ଭିତରେ ପୁଣି ସରକାର ବିଚାର କରି ଦେଖିବ। କିନ୍ତୁ ମୁଁ ଭାବୁଛି ୟାରି ଭିତରେ ସରିଯିବା ଉଚିତ। ଲୋକ ବହୁତ ଆବସେଣ୍ଟ ଅଛନ୍ତି, କିଛି ଡେଥ୍ ହେଇଯାଇଛି ଆଉ ଏଇଭଳିଆ କଥା। ଯଦି ବି ଆମେ କହିଛୁ ଯଦି ତାରି ଭିତରେ ଆଉ ନ ହେଇପାରିଲା ତାକୁ ଆମେ ପୁଣି ଦେଖିବା ଏକ୍ସଟେନସନ କରିବା। କିନ୍ତୁ ଡେଡ୍ ଲାଇନ୍ ଦିଆହେଇଛି ଜାନୁଆରୀ 31। ନାଇଁ, ଯଦି ବାଇଚାନ୍ସ କି କରିପାରିନଥିବ ସେ ଆମକୁ ଜଣେଇଲେ ଲିଖିତ ଆକାରରେ ଆମେ ତା ଉପରେ ବିଚାର କରିବୁ, ନହେଲେ ଏକ୍ସଟେନସନ କରିବାର କୌଣସି କାରଣ ନାହିଁ। ନାଇଁ, ମାନେ ବହୁତ ଲୋକ ସଚେତନ ହେଇଛନ୍ତି, ସେଇଥିପାଇଁ ତ ଇକେୱାଇସି କୁ ଆସୁନାହାନ୍ତି। ଇକେୱାଇସି କୁ ଯୋଉମାନେ ଆସୁନାହାନ୍ତି ମାନେ ସେଟା ୱାନ୍ ଟାଇପ୍ ଅଫ୍ ସରେଣ୍ଡର, ବୁଝିପାରିଲେ କି ନାହିଁ? ଇକେୱାଇସି କୁ ଆସୁନାହାନ୍ତି ମାନେ ସେଟା ୱାନ୍ ଟାଇପ୍ ଅଫ୍ ସରେଣ୍ଡର। ଫିଗର ମୁଁ ଥରେ କହିଦେଇଛି। ଆମର ସମୁଦାୟ 3,35,05,70 ଲୋକ କଞ୍ଜ୍ୟୁମର ଅଛନ୍ତି ଯୋଉମାନଙ୍କର ଇକ୍ୱାଇସି କରିବାର ଥିଲା। ସମୁଦାୟ କରିସାରିଲେଣି 2,54,59,886। ଏବଂ ଆମେ ବାହାର ଷ୍ଟେଟରେ ଓଡ଼ିଆ ମାନେ ଯୋଉମାନେ ବାହାର ଷ୍ଟେଟରେ କାମ କରୁଛନ୍ତି ସେମାନେ ଅଲରେଡି 1,30,026 ଜଣ କରିସାରିଲେଣି। ଆମର ସେଇ ଆଗରୁ ଯେମିତି ବାରମ୍ବାର ଫୋନ ବି ଆସୁଥିଲା ବାହାର ରାଜ୍ୟରୁ ଯେ ଆଜ୍ଞା ଆମେ ଇକେୱାଇସି କରିପାରୁନା, ଆଉ ଗୋଟେ ହେଲେ ଫୋନ ଏଇ ଭିତରେ ଆସୁନାହିଁ। ଅର୍ଥାତ୍ କମ୍ପ୍ଲେନ୍ ପ୍ରାୟ ଆଉ ନାହିଁ। 88% ଇକେୱାଇସି କମ୍ପ୍ଲିଟ୍ ହେଇଗଲାଣି। ଆଉ ରହିଲେ 40,40,684। ତ ଇଏ ପ୍ରାୟ ଆଉ ବହୁତ ବେଶୀ ଆସୁନାହାନ୍ତି ଇକେୱାଇସି ପାଇଁ। ମୁଁ ଯୋଉ ଅପିଲ କଲା ପରେ ବି ବହୁତ ଲୋକ ସଚେତନ ହେଇଯାଇଛନ୍ତି, ସେମାନେ ଆଉ ଆସିବେ ନାହିଁ। ସାର୍, ଏଇ ଯୋଉ ଯେତିକି ଆସିଲେନି ସେଥିରେ କଣ ଭୂତ ହିତାଧିକାରୀ ଅଛନ୍ତି, ବେଆଇନ ଭାବେ ସେମାନେ ଚାହୁଁନାହାନ୍ତି କି ଧରା ପଡୁଛନ୍ତି ଘଟିବ ସେଇଟା? ସେମାନେ ବୁଝିଗଲେ ଯେ ସରକାର ଇଲିଗାଲ ଯୋଉମାନେ ନେଇଛନ୍ତି କାର୍ଡ ସେମାନେ ଖାଟିବାକୁ ଯାଉଛନ୍ତି, ବୁଝି ସାରିଲେଣି। ଆଗ ସରକାର ଯେମିତି ମନ ଇଚ୍ଛାଟା କରିଥିଲେ ଆକ୍ସନ ଭୟରେ ଏମାନେ ଆସୁନାହାନ୍ତି। ଆମେ ତ କହିଛୁ ଆକ୍ସନ ନବୁ ନାହିଁ। ମୁଁ କହିଛି ଆକ୍ସନ ନିଆଯିବନି, ଆପଣ ସରେଣ୍ଡର କରିଦିଅନ୍ତୁ। ସରେଣ୍ଡର କଲା ପରେ ଯୋଉମାନେ ଟାଇମ ଗଡିଗଲା ପରେ ଯୋଉମାନେ ସରେଣ୍ଡର ନ କରିବେ ତାଙ୍କ ଉପରେ ବାଧ୍ୟ ହେଇକି ଆମେ ଆକ୍ସନ ନବୁ। ବହୁତ ବୟସ୍କ ଲୋକ ଯୋଉମାନଙ୍କର ଟିପ ଆଖି କାମ କରୁନି ସେମାନେ କେମିତି କଣ କରିବେ? ମୁଁ ଦେଖନ୍ତୁ ଜିଲ୍ଲାର ଅଧିକାରୀ ମାନଙ୍କୁ କହିଛି ଯୋଉମାନେ ବୟସ୍କ ଲୋକ ଆସିପାରୁନାହାନ୍ତି ତାଙ୍କ ଘର ମାନଙ୍କୁ ଯାଇକି ସେଟାକୁ ଆମେ ପାସ୍ କରିଦେବୁ, ସେଠାରେ କିଛି ଅସୁବିଧା ନାହିଁ। ଯୋଉମାନଙ୍କର ଟିପ ଆଖି କାମ ଦଉନେଇ ସେମାନଙ୍କୁ ଆମେ ପାସ୍ କରିଦେବୁ। ବାକି ଯେତିକି ରହିଲା ତ କଣ ଅପିଲ କରିବେ ଯେ କଣ ବୋଲି ଧରି ନେବାକୁ 22% ଆମେ ସରିଯାଉ, ମାନେ 1 ଭିତରେ 31 ଭିତରେ ଆଉ କେତେ କରୁଛନ୍ତି ଜଣା ପଡିବ। ଜଣା ପରେ ମାନେ ଆମେ ଡିସିସନ ନବା। ଯଦି ଶୁଣନ୍ତୁ ମୁଁ କହିଲି ଯଦି କମ୍ପ୍ଲେନ୍ କୋଉଠୁ ଆସିବ ଯେ ଆମେ ଆଜ୍ଞା କରିପାରିଲୁନି, ଆମର ଅସୁବିଧା ଥିଲା, ଆମକୁ ଆଉ ଟିକେ ସମୟ ଦିଆଯାଉ, ଆମେ ସେ କ୍ଷେତ୍ରରେ ବିଚାର କରିବୁ। କିନ୍ତୁ ଯଦି କମ୍ପ୍ଲେନ୍ ନ ଆସିଲା ଧରି ନବୁ ଯେ ଏଇତକ ମାନେ ଯୋଉ ବଳିଗଲା ଜାଣିବୁ ଯେ ଏମାନେ ସରେଣ୍ଡର କରିବେ। 40 ଲକ୍ଷ ନିଶ୍ଚିତ ଆଗରୁ କହୁଥିଲି
ଆଗରୁ କହୁଥିଲି ଆମେ ଧରି ନେବୁ ୟାକୁ ଯେ ଏଇତକ ସରେଣ୍ଡର ହେଲା ପାଖାପାଖି କେତେ ଏବେ କହିଲି ପୁରା 40,46,684 ବର୍ଷ ବର୍ଷ ଧରି ଏମାନେ ଚାଉଳ ଯାଉଛି? ନିଶ୍ଚିତ ନିଶ୍ଚିତ ଆମେ ବି ଆହୁରି ଗୁଡ଼େ ଟ୍ରେଡ୍ ଯୋଉମାନେ ହେଇଯାଇଛନ୍ତି ତାକୁ ଆମେ କାଟି ସାରିଛୁ ତାର ସଂଖ୍ୟା ଆହୁରି ବେଶୀ ପ୍ରତ୍ୟେକ ଜିଲ୍ଲାରେ ତାହେଲେ ଏବେ ଯୋଉମାନେ ପାଇବା ପାଇଁ ଆଉ କିଛି ତ ଲୋକ ପାଇବେ ପାଇବେ ଯୋଉମାନେ ଆପ୍ଲାଏ କରିଛନ୍ତି ସମସ୍ତେ ପାଇବେ ନୂଆ କାର୍ଡ ଟୋଟାଲ ଖୋଲି ଦିଆଯିବ ଟୋଟାଲ ଖୋଲିଦେଲେ ସମସ୍ତେ ଆପ୍ଲାଏ କରିବେ ତା ଭିତରୁ ଯୋଉମାନେ ଯୋଗ୍ୟ ଥିବେ ସେଇମାନେ ପାଇବେ ହେଲା ଗହମ ଚାଉଳ ଗହମ ଦେବା ପାଇଁ ମଧ୍ୟ ଆମକୁ କେନ୍ଦ୍ର ସରକାର ଗହମ ଦିଆଯିବ ଗହମ ପାଇଁ ଆମର କ'ଣ ପ୍ରୋକ୍ୟୁରମେଣ୍ଟ ପିରିୟଡ଼ ପଳେଇ ଆସିଲା ଆମେ ଟିକେ ପ୍ରୋକ୍ୟୁରମେଣ୍ଟରେ ବ୍ୟସ୍ତ ରହିଲୁ ଆମେ ଗହମ ଆଣିକି ଧ୍ୟାନ ଦେଇନୁ ତ ପୁଣି ଗହମ ଦେବା ପାଇଁ ଆମେ ବ୍ୟବସ୍ଥା କରିବୁ ଦବୁ ନିଶ୍ଚୟ ଥରେ କମିଟମେଣ୍ଟ କରୁଛୁ ମାନେ ଆମେ ଦବୁ